ବର୍ତ୍ତମାନ ବିଲର ପାଣି ହେଉନଥିଲା ଆଉ ଏଇ 2-4 ଦିନ ହେଲା ଦିନ ରାତି ବର୍ଷା ଦେବାରୁ ପାଣି ଟିକେ ହେଇଗଲା। ଆଉ ବର୍ତ୍ତମାନ ବିଲର ପାଣିର ଅଭାବ ନାହିଁ। ଆଜି ଟିକେ ବର୍ଷା ଦେଇନାହିଁ, ଟିକେ ଆକାଶ ସଫା ଦେଖାଯାଉଛି, ନିର୍ମଳ ଦେଖାଯାଉଛି ଦେଖନ୍ତୁ। ଆଉ ପାଗ ଟିକେ ଆଜି ଭଲ ଦେଇଛି। ଦେଖିବା ଆଜି ଗାଁ ହାଟକୁ ଟିକେ ଯିବା, କ'ଣ ସବୁ ପରିବାପତ୍ର ଟିକେ ନେଇ ଆସିବା। ଏଇଟା ଦେଖୁଛନ୍ତି ପଛପଟେ ଦେଖାଉଛି ଘର, ଏଇଟା ହେଉଛି ଆମ ଘର। ଏମିତି ସବୁ ଏ ଯେଉଁ ଘରଟା ଦେଖାଉଛି ଏଠି କିଛି ରଙ୍ଗ ଫଙ୍ଗ କିଛି ମରା ହେଇନି, ସେମିତି ପ୍ଲେନ୍ ଭାବରେ ରହିଛି। ଏସବୁ ଛେଳି ରଖାଯାଇଛି, ଛେଳି କୁକୁଡ଼ା ରହିଛନ୍ତି। ଦେଖନ୍ତୁ ଏଇପଟେ ଚାରିପଟେ ଦେଖନ୍ତୁ। ଭିଉଟା କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ତାପରେ ଏଇ ଯେଉଁ ଘର ଦେଖାଯାଉଛି, ଘର ପଛପଟେ ଆଉ ଗୋଟେ ଘର ରହିଛି, ସେଇ ସୀତାର ଏଇ ଯେ ଟିକେ ଦେଖାଯାଉଛି ଇନ୍ଦିରା ଆବାସର, ସେଥିରୁ ଆମେ ରହୁଛୁ। ଆଉ ମୁଁ ଗାଁ ହାଟକୁ ଟେଲରିଂ ଟିକେ ନିଏ, ଆଉ ଯାହା ସିଲେଇ ମିଲେଇ କରିକି ପରିବାପତ୍ର ଭଲ ମନ୍ଦ ଏଗୁଡ଼ା ସବୁ କିଣିକି ଆଣେ, ସେଥିରୁ ଆମେ ଚଳିଯାଉ। ଯେମିତି ହେଲେ ପରିବାର ଚଳିବା କଥା। ଆଉ ମଝିରେ ମଝିରେ ମୁଁ ବାହାରକୁ ଯାଏ କାମ କରିବା ପାଇଁ। ଏଇ ବର୍ଷ ବି ଯିବାର ଅଛି। ଆଉ ଚାଷ କାମ ତ ବର୍ତ୍ତମାନ ସରିଗଲା, ଦେଖିବା ଯେଉଁଟା ହେଲେ ବି ଯିବା। ଆଉ ଘରେ ବସିକି କ'ଣ କରିବା, ଆଉ ଖାଲି ଟାଇମ୍ଟା ପାସ୍ ହେବ, ଖାଲି ବୁଲାବୁଲି କରିକି ପାସ୍ ହେବ, ତ ପଇସା ଇନକମ୍ ହେବନି। ଆଉ ଘର ପାଖରେ ତ ରହିକି ଆଉ ଯେତିକି ଇନକମ୍ ହେଉଛି ଗୁଜୁରାଣ ମେଣ୍ଟେଇ ହେଉନାହିଁ, ତେଣୁ ବାଧ୍ୟ ହେଇକି ଆମେ ବାହାରକୁ ଯାଉଛେ। ଆଜିର ଏଇ ଭିଡ଼ିଓଟି ଛୋଟ ଭିଡ଼ିଓଟି ଥିଲା। ଆଉ ଭାଇମାନେ ବନ୍ଧୁମାନେ ଯଦି ଭିଡ଼ିଓଟିକୁ ଟିକେ ଭଲ ଲାଗୁଥିବ ତାହେଲେ ଗୋଟେ ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।